ଆମେ ଭୁବନେଶ୍ୱରରୁ ଯୋଡ଼ା ଆସୁଥିଲୁ ଘର 4:45 ଭିତରେ ଆମେ ଯୋଉ ଆମର କଳାପାଳ ରେଲୱେ ବ୍ରିଜ ଜଷ୍ଟ ପାର ହଉଛୁ ସେପଟ ସାମ୍ନା ପଟୁ ଟୋଲର ଫୁଲ ସ୍ପିଡ୍ ଆସିଛି ପୁରା ସିଧା ମାରିବା ପାଇଁ ଖୋଜୁଥିଲା କିନ୍ତୁ ମୁଁ ବାଁକୁ ସେ ସମୟରେ ବାଁକୁ ଟିକେ କାଟି ଦେଇଛି ଆଉ ଜାଗା ନଥିଲା ବୋଲି ମୁଁ ସେତିକି କାଟି ପାରିଲି ନହେଲେ ଆଉ ଟିକେ ବେଶୀ କାଟିతే ବୋଧେ ମୋ ଗାଡ଼ି ନଈରେ ପଡ଼ିଥାନ୍ତା। ତାପରେ ଇଏ ତ ମାରିକି ପଳେଇ ଆସିଲା ତାପରେ ମୁଁ ଛିଡ଼ା କରିକି ସାଙ୍ଗେ ସାଙ୍ଗେ ଦୌଡ଼ିକି ତାକୁ ରାସ୍ତାରେ ଧରିଛି ଗାଡ଼ିକୁ ଅଟକେଇ ରଖିଛି। ଗାଡ଼ିରେ ପ୍ରାୟତଃ ଲୋକ ନଥିଲେ ପୁରା ଚମ୍ପରା ଖାଲି ହେଇଯାଇଥିଲେ ଆଉ ବୋଧେ 10 ଜଣ ଖଣ୍ଡେ ଥିଲେ ଗାଡ଼ିରେ। ଆଉ ସମସ୍ତେ ଠିକ୍ ଅଛନ୍ତି କେହି କାହାର କିଛି ହେଇନି ଭଗବାନଙ୍କ ଦୟାରୁ। ତାପରେ ମୁଁ ସାଙ୍ଗେ ସାଙ୍ଗେ ଓହ୍ଲେଇକି ଗୋଟେ ବାଇକ୍ ଯୋଗେ ତାକୁ ଦୌଡ଼ିକି ତାକୁ ଅଟକେଇଛି ଗାଡ଼ିକି ମୁଁ ଡ୍ରାଇଭର ଟ୍ରକର ଡ୍ରାଇଭର ପାର ହେଇଯାଇଛି। ଆଉ 5 ଜଣ ହେଲେ ସାର୍ ଆସିଛନ୍ତି ଏବେ ସେ ଗାଡ଼ିକୁ ନେବା ବ୍ୟବସ୍ଥା କରୁଛନ୍ତି ଥାନାକୁ।